ଆରେ ପିଆଜ, ତୁ ମନ ଦୁଃଖ କ'ଣ ପାଇଁ କରୁଛୁ? କଥା କ'ଣ କି କଖାରୁ ଅଜା, ମୁଁ ଆପଣଙ୍କ ପାଖକୁ କିଛି ଶିଖିବା ପାଇଁ ଆସିଲା ବେଳେ କିଛି ପନିପରିବା ମୋତେ ଦେଖି ହସୁଛନ୍ତି। ହଁ ପରା ଅଜା, ମୋର ସାଙ୍ଗରେ ବି କେବେ କେବେ ଏମିତି ହେଉଛି। ଅଜା, ଯଦି କିଏ କିଛି ଭଲ କଥା ଶିଖୁଛି ତାହେଲେ ଦେଖିବା ଲୋକଙ୍କ କଷ୍ଟ ହେଉଛି। ତମେ ଏଠାକୁ ଆସୁଛ, କିଛି ଭଲ କଥା ଶିଖୁଛ, ତମର କିଛି କ୍ଷତି ହେଉଛି କି? କିଛି କ୍ଷତି ହେଉନି। ତମେ ଗୋଟେ କାମ କର, ତମେ ତମ କାମ ଉପରେ ଫୋକସ୍ ଦିଅ। ତମେ ଯେଉଁ କାମ କରୁଛ ତାପରେ ହିଁ ଖାଲି ଫୋକସ୍ ଦିଅ। ଦେଖିବ ଅନ୍ୟମାନଙ୍କ କଥା ତମକୁ କିଛି ବି ଶୁଣାଯିବନି। ତମେମାନେ DSLR କ୍ୟାମେରା ଭଳିଆ କାମ କର। ଯେମିତି DSLR କ୍ୟାମେରା ତା ସବଜେକ୍ଟ ଉପରେ ଫୋକସ୍ କରେ, ତାପରେ ଅନ୍ୟମାନେ ସବୁ ବ୍ଲର୍ ହେଇଯାଆନ୍ତି। ହଁ ଅଜା, ଆମେ DSLR କ୍ୟାମେରା ଭଳିଆ କାମ କରିବୁ ଆଉ ପୁରା ଫୋକସ୍ ଆମ କାମରେ ଦେବୁ। ଅଜା, ଆପରେ କିଛି ଆପଣଙ୍କ ପାଖରେ କାହାଣୀ ନାହିଁ? ହଁ, ଆପରେ ମୋ ପାଖରେ ବଢ଼ିଆ କାହାଣୀ ଅଛି, ମୁଁ କହିବି, ତମମାନେ ଶୁଣିବ ତ? ହଁ ହଁ ଅଜା, ଆଉ ଲେଟ୍ କରନା, କାହାଣୀଟି ଆରମ୍ଭ କର। ଆଉ କାହାଣୀଟି ଆରମ୍ଭ କରିବା ପୂର୍ବରୁ ଆଉ ଦର୍ଶକମାନଙ୍କୁ କିଛି କହିବା। ଆଉ ଅଜା, ଦର୍ଶକମାନଙ୍କୁ କ'ଣ କହିବା? ଦର୍ଶକମାନଙ୍କୁ ଏହା ଆମେ କହିବା, ଯଦି ଆପଣମାନେ ପ୍ରଥମ ଥର ଆମ ଭିଡ଼ିଓ ଦେଖୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଭିଡ଼ିଓଟିକୁ ଲାଇକ୍ ବି କରିଦିଅନ୍ତୁ। ହଉ ଅଜା, ଏଥର କାହାଣୀଟି ଆରମ୍ଭ କର। ଆଉ ହଉ, କାହାଣୀଟି ଆରମ୍ଭ କରୁଛି। ଆଉ ସେ ଅନେକ ଦିନ ତଳର କଥା। ଗୋଟିଏ ଜଙ୍ଗଲ ମଧ୍ୟରେ ଗୋଟେ ଗାଁ ଥିଲା। ଆଉ ସେ ଗାଁରେ କେହି ପାଠପଢ଼ା ପିଲା ନଥାନ୍ତି। ସମସ୍ତେ ମୂର୍ଖ, କେହି ସ୍କୁଲକୁ ଯାଆନ୍ତି ନାହିଁ। ଆଉ ଜଣେ ପିଲା କାହାରି କଥା ଖାତିର ନ କରି ସେ ସ୍କୁଲକୁ ଗଲା ଆଉ ସେ ପାଠ ପଢ଼ି ଚାଲିଲା। ଆଉ ତାକୁ ଦେଖି ସମସ୍ତେ ହସିବାକୁ ଲାଗିଲେ। କିନ୍ତୁ ପିଲାଟି କାହା କଥା ନ ଶୁଣି ପଢ଼ିବାକୁ ତାର ନିୟମିତ ଭାବେ ଗଲା ଆଉ 10ମ ପର୍ଯ୍ୟନ୍ତ ପହଞ୍ଚିଗଲା। ତାପରେ ସେ 10ମ ପରୀକ୍ଷା ଦେଲା ଆଉ କିଛି ନମ୍ବର ଯୋଗୁଁ ସେ ପରୀକ୍ଷାରେ ଫେଲ୍ ହେଇଗଲା। ଆଉ ଏହା ଦେଖି ଲୋକମାନେ ବହୁତ ହସିବାକୁ ଲାଗିଲେ। ଆଉ ତାପରେ ଦିନେ ଚିନ୍ତା କଲା ଯେ ଯେଉଁ ସବଜେକ୍ଟରେ ଫେଲ୍ ହେଇଥିଲା ସେଇ ସବଜେକ୍ଟ ପଢ଼ିବା ପାଇଁ ଜଙ୍ଗଲ ବାହାରକୁ ଯିବ ଆଉ ସେଇ ସବଜେକ୍ଟର କୋଚିଂ ନେବ। ଆଉ ସେ ସେୟା କଲା, ଜଙ୍ଗଲ ବାହାରକୁ ନିୟମିତ ଭାବେ କୋଚିଂ ନେବା ପାଇଁ ଗଲା। ଆଉ ଏହା ଦେଖି ଲୋକମାନେ ଆହୁରି ହସିବାକୁ ଲାଗିଲେ। ଜଙ୍ଗଲ ବାହାରେ ତାକୁ ଗୋଟେ ସାଧୁ ଦେଖାହେଲା। ସେ ସାଧୁଙ୍କୁ ସବୁ କଥା କହିଲା ଆଉ ସାଧୁ ସବୁ କଥା ଶୁଣିଲେ ଆଉ ସେ ପିଲାଟିକୁ ଗୋଟେ କାମ କରିବା ପାଇଁ କହିଲେ। ଅଜା, କି କାମ କରିବା ପାଇଁ କହିଲେ? ହଁ କହୁଛି। ସାଧୁ ଜଣ କହିଲେ, ଦେଖ ବତ୍ସ, ତମେ ଜଙ୍ଗଲ ରାସ୍ତାରେ ଆସିଲା ବେଳେ ଢାଳେ କ୍ଷୀର ନିୟମିତ ଭାବେ ଆଣିବ। ସେ ଢାଳରେ ପୁରା ଫୁଲ୍ କରି କ୍ଷୀର ଆଣିବ ଆଉ ସେ କ୍ଷୀର ପାଇଁ ପୁରା ଧ୍ୟାନ ଦେବ ଯେମିତି କ୍ଷୀରଟି ଗୋଟେ ବିନ୍ଦୁ ବି ନ ପଡ଼େ। ଆଉ ସେ କ୍ଷୀରଟି ଜଙ୍ଗଲ ପାର ହେଇସାରିଲା ପରେ ତମେ ପିଇଦେବ। ତାପରେ ନିୟମିତ ଭାବେ ସେ ପିଲାଟି ସେୟା କଲା ଆଉ ତାକୁ କାହାରି କଥା ଶୁଣାଗଲାନି। ଅଜା, ଏମିତି କେମିତି ହେଲା? ହଁ କହୁଛି। ସେ ପିଲାଟି ଢାଳରେ ଫୁଲ୍ କରି କ୍ଷୀର ନିଏ ଆଉ ତାର ଫୋକସ୍ ପୁରା କ୍ଷୀର ଉପରେ ରହିଥାଏ ଯେମିତି ଗୋଟିଏ ବିନ୍ଦୁ ବି ତଳେ ନ ପଡ଼େ। ଆଉ ତାର ଫୋକସ୍ ପୁରା କ୍ଷୀର ଉପରେ ରହିଥିବାରୁ ତାକୁ କିଏ କ'ଣ କହୁଛି ଜମାରୁ ଶୁଣାଯାଏ ନାହିଁ, ତା ସେ ଧ୍ୟାନ ଦିଏ ନାହିଁ। ଏହି କାହାଣୀରୁ ଆମେ ଏହା ଶିଖିଲେ ଆମ ଫୋକସ୍ ପୁରା ଆମେ କରୁଥିବା କାମ ଉପରେ ହିଁ ରହିବା ଦରକାର। ମାନେ ଆମେ ପୁରା DSLR କ୍ୟାମେରା ଭଳିଆ କାମ ହିଁ କରିବା। ବୁଝିଲ? ହଁ ଅଜା, ଆମେ ଠିକ୍ ବୁଝିପାରିଲୁ। ହଉ, ଆଜି ଅଧିକ ସମୟ ହେଇଗଲାଣି, ତମମାନେ ଯାଅ। ଆଜି ପାଇଁ ଏତିକି।